ବଙ୍ଗୋପସାଗରରେ ଆସୁଛି ବାତ୍ୟା 23 ଲଘୁଚାପ 25 କିମ୍ବା 26ରେ ଛୁଇଁପାରେ ସ୍ଥଳଭାଗ। ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଯାହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାପରେ 23 ତାରିଖରେ ଏହା ଲଘୁଚାପର ରୂପ ନେବ। ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେବା ପରେ ପରବର୍ତ୍ତୀ 2 ଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାପରେ ଲଘୁଚାପଟି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ତେବେ ବାତ୍ୟାଟି ଚଳିତ ମାସ 25 କିମ୍ବା 26 ତାରିଖରେ ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ସ୍ଥଳଭାଗ ଛୁଇଁପାରେ। ବାତ୍ୟାର ତୀବ୍ରତା କେତେ ରହିବ ତାହା ଏଯାଏ ହୋଇନି ସ୍ପଷ୍ଟ ହୋଇନଥିବା ବେଳେ ସିଷ୍ଟମ ଉପରେ ଆଇଏମଡିର ସ୍ୱତନ୍ତ୍ର ନଜର ରହିଛି। ଲଘୁଚାପ ସୃଷ୍ଟି ପରେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ଚିତ୍ର ସ୍ପଷ୍ଟ କରିବ ବୋଲି ଜଣାପଡ଼ିଛି। ସେପଟେ ଲଘୁଚାପ କିମ୍ବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କେବଳ ଏହାର ପ୍ରଭାବରେ ରାଜ୍ୟର କିଛି ଅଂଶରେ ପାଗ ମେଘୁଆ ରହିପାରେ। ଆକାଶ ମେଘାଚ୍ଛନ୍ନ ରହିବା ହେତୁ ବର୍ତ୍ତମାନ ତୁଳନାରେ ରାଜ୍ୟରେ ପୁଣି ଥରେ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ରାଜ୍ୟର କିଛି ସ୍ଥାନରେ ଜାରି ରହିଥିବା ଥଣ୍ଡା ସ୍ଥିତି ପୁଣି ଥରେ କମିବ। ଅନ୍ୟପଟେ ରାଜ୍ୟରେ ଏବେ କିଛି ସ୍ଥାନରେ ଶୀତର ପ୍ରଭାବ ବୃଦ୍ଧି ପାଇଛି। ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଅଧିକ ଅନୁଭୂତ ହେଉଛି। ଗତ 24 ଘଣ୍ଟାରେ ଫୁଲବାଣୀରେ ରାଜ୍ୟର ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ତାପମାତ୍ରା -5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗିବାଡିରେ 10.5 ରେକର୍ଡ କରାଯାଇଛି। ଏହା ବ୍ୟତୀତ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ିକୁ ନେଇ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି।